ସମୟର ଅବଧି ସମସ୍ତଙ୍କ ପାଇଁ ସମାନ, କିନ୍ତୁ ଏହି ସମୟ ବେଳେବେଳେ ଆମ ଭାବନା ସହିତ ଖେଳ ଖେଳିଥାଏ। ମନେ ପକାନ୍ତୁ, ଯେତେବେଳେ ଆମେ କାହାକୁ ଅପେକ୍ଷା କରିଥାନ୍ତି ସେତେବେଳେ ମନେ ହୁଏ ଏ ସମୟ ଖୁବ୍ ଲମ୍ବା। ପୁଣି ଯେତେବେଳେ ଆମର ଟିକେ ବିଳମ୍ବ ହୋଇଯାଇଥାଏ ମନେ ହୁଏ ସମୟ ଖୁବ୍ ଦ୍ରୁତ। ଯେତେବେଳେ ଆମ ଜୀବନରେ ଦୁଃଖର ସମୟ ଚାଲିଥାଏ ସେତେବେଳେ ମନେ ହୁଏ ଏ ସମୟ କେବେ ମଧ୍ୟ ସରିବ ନାହିଁ। ପୁଣି ଯେତେବେଳେ ଆମେ ଖୁସିରେ ଥାଆନ୍ତି ସତେ ଯେମିତି ଲାଗେ ସମୟ ଖୁବ୍ କମ୍। ଯେତେବେଳେ ଆମେ ଶାରୀରିକ କିମ୍ବା ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି ସେତେବେଳେ ମନେ ହୁଏ ସମୟର ସୀମା ଅସୀମ। ତେଣୁ ପ୍ରତ୍ୟେକ ଥର ସମୟର ଅବଧି, ସମୟର ଅବସ୍ଥା ଆମର ମାନସିକ ସ୍ଥିତି ଏବଂ ଭାବନା ଦ୍ୱାରା ହିଁ ନିର୍ଣ୍ଣୟ କରାଯାଏ, ଘଣ୍ଟା ଦ୍ୱାରା ନୁହଁ।